हेलो स्टूडेंट वेलकम टू पॉलिटिकल साइंस ओडिया यूट्यूब चैनल। तो पिला माने प्रीवियस क्लास रे हमें इंडियन पार्टी सिस्टम रो भारत रे दलीय व्यवस्थार फीचर्स बा वैशिष्ट्य गुड़िक पढ़ी। तो आज क्लास रे हमें पढ़िबा दलर प्रकार भेद बा टाइप्स ऑफ पार्टीज। तो पिला माने चलो आ डेरी न करी आज क्लास को हमें स्टार्ट करबा। तो आज हमें कौन पढ़िबा ना दलर प्रकार भेद जहाँ हमें कहूचे टाइप्स ऑफ पार्टीज। ओके, तो जदि हमें प्रकार भेद को देखिबा पिला माने तेबे भारत रे उभय ଜାତୀୟ ଦଳ ଓ ଆଞ୍ଚଳିକ ରାଜନୈତିକ ଦଳ ମାନେ ଦେଖାଯାଆନ୍ତି। ତାହେଲେ ଦଳର ପ୍ରକାର ଭେଦ କେତେ ପ୍ରକାର? ଦି ପ୍ରକାରର ହଉଛି। ଗୋଟେ ହଉଛି ଆମର ଜାତୀୟ ଦଳ, ଆଉ ଗୋଟେ ହଉଛି ଆମର ଆଞ୍ଚଳିକ ଦଳ। ଆମେ ପ୍ରଥମେ ଜାତୀୟ ଦଳ ପଢିବା, ତାପରେ ହଉଛି ପଢିବା ଆଞ୍ଚଳିକ ଦଳ। ତ ଆଜିର କ୍ଲାସରେ ଆମେ ଜାତୀୟ ରାଜନୈତିକ ଦଳକୁ କଭର କରିବା, ଯାହାକୁ ଆମେ କହୁଛେ ନ୍ୟାସନାଲ ପଲିଟିକାଲ ପାର୍ଟିଜ। ପିଲାମାନେ ଆମ ଭାରତରେ 6 ଗୋଟି ଜାତୀୟ ରାଜନୈତିକ ଦଳ ଦେଖାଯାଆନ୍ତି। କେତେ ଗୋଟି? ନା 6 ଗୋଟି ଜାତୀୟ ରାଜନୈତିକ ଦଳ ଦେଖାଯାଆନ୍ତି। ଆଗରୁ 9ଟା ଥିଲେ, ତାପରେ 8ଟି ହେଲେ। ତ ବର୍ତ୍ତମାନ ଏଇ 6 ଗୋଟି ହଉଛନ୍ତି ଆମର ଭାରତରେ ଜାତୀୟ ରାଜନୈତିକ ଦଳ। ତ ଆଜି ଆମେ 6 ଗୋଟି ନ୍ୟାସନାଲ ପଲିଟିକାଲ ପାର୍ଟିକୁ କଭର କରିବା। ତ ପ୍ରଥମେ ହଉଛି ଆମର କଣ? ନା ଭାରତୀୟ ଜାତୀୟ କଂଗ୍ରେସ ହେଲା, ଯାହାକୁ ଆମେ କହୁଛେ ଇଣ୍ଡିଆନ ନ୍ୟାସନାଲ କଂଗ୍ରେସ, ଭାରତୀୟ ଜାତୀୟ କଂଗ୍ରେସ। ତାକୁ ଆମେ ସର୍ଟରେ କଣ କହୁଛେ? INC। ଓକେ, ତ ଆମେ ଜାଣିଛେ ଯେ ଭାରତୀୟ ଜାତୀୟ କଂଗ୍ରେସ 1885 ମସିହାରେ ସୃଷ୍ଟି ହୋଇଥିଲା। କେତେ ମସିହାରେ? ନା 1885 ଖ୍ରୀଷ୍ଟାବ୍ଦରେ ଭାରତୀୟ ଜାତୀୟ କଂଗ୍ରେସ ଆମର ସୃଷ୍ଟି ହେଇଛି। ସାର୍ A.O. ହ୍ୟୁମ୍ ଅର୍ଥାତ୍ ଆଲାନ ଅକ୍ଟାଭିଆନ ହ୍ୟୁମ୍ ନାମକ ଜଣେ ଅବସରପ୍ରାପ୍ତ ବ୍ରିଟିଶ ବେସାମରିକ ଅଧିକାରୀ ଏହାର ପ୍ରତିଷ୍ଠାତା ଥିଲେ। ତାହେଲେ ଆଲାନ ଅକ୍ଟାଭିଆନ ହ୍ୟୁମ୍ ଜଣେ କିଏ? ନା ଜଣେ ଅବସରପ୍ରାପ୍ତ ବ୍ରିଟିଶ ବେସାମରିକ ଅଧିକାରୀ, ଯିଏକି ଭାରତୀୟ ଜାତୀୟ କଂଗ୍ରେସକୁ 1885 ମସିହାରେ ପ୍ରତିଷ୍ଠା କରିଥିଲେ। ଏବଂ ଏହି ଭାରତୀୟ ଜାତୀୟ କଂଗ୍ରେସର ପ୍ରଥମ ଅଧିବେଶନ କୋଉଠି? ନା ମୁମ୍ବାଇ ଠାରେ ଆୟୋଜିତ ହୋଇଥିଲା। ଓକେ, ଏହାର ପ୍ରଥମ ଅଧ୍ୟକ୍ଷ, ଏଇ ଯୋଉ ଅଧିବେଶନ ବସିଲା, ଏହାର ପ୍ରଥମ ଅଧ୍ୟକ୍ଷ ଥିଲେ କିଏ? ନା ଉମେଶ ଚନ୍ଦ୍ର ବାନାର୍ଜୀ ହଉଛି ଆମର INC ର ଅର୍ଥାତ୍ ଭାରତୀୟ ଜାତୀୟ କଂଗ୍ରେସର ପ୍ରଥମ ଅଧ୍ୟକ୍ଷ ଥିଲେ ହେଲା। ଏବଂ ଏଇ ଯୋଉ କଂଗ୍ରେସ ବା ଭାରତୀୟ ଜାତୀୟ କଂଗ୍ରେସ ଆମ ଭାରତର ସ୍ୱାଧୀନତା ଆନ୍ଦୋଳନରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା। ଯଦି ଆମେ ଦେଖିବା ତେବେ ମହାତ୍ମା ଗାନ୍ଧୀ, ଜବାହରଲାଲ ନେହେରୁ, ସୁଭାଷ ଚନ୍ଦ୍ର ବୋଷ ଏଇମାନେ ସବୁ ବା ଏମାନଙ୍କ ପରି ନେତାମାନେ କଂଗ୍ରେସ ଦଳରେ ଅନ୍ତର୍ଭୁକ୍ତ ଥିଲେ ବା କଂଗ୍ରେସ ପାର୍ଟି ସହିତ ଏମାନେ ଜଡିତ ଥିଲେ। ଏବଂ ଆମେ ଜାଣିଛେ ଏହା ଭାରତର ସବୁଠାରୁ ପୁରୁଣା ଜାତୀୟ ରାଜନୈତିକ ଦଳ କିଏ? ନା ଇଣ୍ଡିଆନ ନ୍ୟାସନାଲ କଂଗ୍ରେସ, ଯାହାକୁ ଆମେ କହୁଛେ INC ବା ଭାରତୀୟ ଜାତୀୟ କଂଗ୍ରେସ। ଭାରତୀୟ ଜାତୀୟ କଂଗ୍ରେସ ସ୍ୱାଧୀନତା ପରେ ମଧ୍ୟ ହେଲା, ଆମେ ସ୍ୱାଧୀନତା ପାଇଲା ପରେ ମଧ୍ୟ କଂଗ୍ରେସ କଣ କରିଛି? ନା ଦୀର୍ଘ ସମୟ ଧରି ଆମ ଦେଶରେ ଶାସନ କରିଛି। ଏବଂ ଏହି ଦଳର ଅର୍ଥାତ୍ କଂଗ୍ରେସ ଦଳର ମୂଳ ଲକ୍ଷ୍ୟ କଣ ଥିଲା? ନା ଲୋକତନ୍ତ୍ର, ଯାହାକୁ ଆମେ କହୁଛେ ଗଣତନ୍ତ୍ର, ଧର୍ମନିରପେକ୍ଷତା ଏବଂ ସାମାଜିକ ନ୍ୟାୟକୁ ସୁରକ୍ଷିତ କରିବା। ଏବଂ ଭାରତୀୟ ଜାତୀୟ କଂଗ୍ରେସର ନିର୍ବାଚନ ସଂକେତ ହେଉଛି କଣ? ନା ହାତ, ବା ଯାହାକୁ ଆମେ କହୁଛେ ହାତ ପାପୁଲି ହେଉଛି ଏହାର ନିର୍ବାଚନ ସଂକେତ। ଯଦି ଆମେ ଦେଖିବା ବର୍ତ୍ତମାନ ମଧ୍ୟ କଂଗ୍ରେସ ଭାରତର ଗୁରୁତ୍ୱପୂର୍ଣ୍ଣ ଜାତୀୟ ଦଳମାନଙ୍କ ମଧ୍ୟରୁ ଗୋଟିଏ ହୋଇକି ରହିଛି। ନେକ୍ସଟ ତାପରେ ଆମ ଜାତୀୟ ଦଳ ଆସିଲା କଣ? ନା ଭାରତୀୟ ଜନତା ପାର୍ଟି, ଯାହାକୁ ଆମେ ସର୍ଟରେ କହୁଛେ BJP, ଭାରତୀୟ ଜନତା ପାର୍ଟି ହେଲା। ଯଦି ଆମେ ଦେଖିବା କଂଗ୍ରେସ ଦଳ ପରି ଏହି ଦଳ ମଧ୍ୟ ଭାରତର ଏକ ପ୍ରମୁଖ ଜାତୀୟ ରାଜନୈତିକ ଦଳ ଅଟେ ହେଲା। ଏହି ଦଳ ସୃଷ୍ଟି କେବେ ହେଇଛି? ନା 1980 ମସିହା ଏପ୍ରିଲ 6 ତାରିଖରେ ଏହି ଦଳ ସୃଷ୍ଟି ହେଇଛି ହେଲା। ଏହି ଦଳର ମୂଳ ଆଦର୍ଶ କଣ ଥିଲା? ନା ଜାତୀୟତାବାଦ ଏବଂ ସାଂସ୍କୃତିକ ଏକତା। ଏବଂ ଏହି ଦଳର ପ୍ରଥମ ଅଧ୍ୟକ୍ଷ ଥିଲେ କିଏ? ନା ଅଟଳ ବିହାରୀ ବାଜପେୟୀ। ଏହି ଦଳଟି କଣ? ନା ଉନ୍ନତି, ସୁଶାସନ ଓ ଆତ୍ମନିର୍ଭର ଭାରତକୁ ଅଧିକ ମାତ୍ରାରେ ଗୁରୁତ୍ୱ ଦେଇଥାଏ। ପିଲାମାନେ ଯଦି ଆମେ ଦେଖିବା ଭାରତୀୟ ଜନତା ପାର୍ଟିର ଗୋଟେ ପୂର୍ବ ନାମ ବି ମଧ୍ୟ ଥିଲା, ଯୋଉଟା କି ଆମେ କହୁଛେ ଭାରତୀୟ ଜନସଂଘ ହେଲା। ଏଇ ଯୋଉ ଭାରତୀୟ ଜନସଂଘ ଆମର କେବେ? ନା 1951 ମସିହାରେ 1951 ମସିହାରେ କିଏ? ନା ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀ, ତାଙ୍କ ନେତୃତ୍ୱରେ ଆମର ସୃଷ୍ଟି ହେଲା କିଏ? ନା ଭାରତୀୟ ଜନସଂଘ ସୃଷ୍ଟି ହେଇଥିଲା। ଓକେ, ତାପରେ ସେ ଭାରତୀୟ ଜନସଂଘର ନାମ ପରିବର୍ତ୍ତନ କରାଯାଇକି 1980 ମସିହା ଏପ୍ରିଲ 6 ତାରିଖରେ ହେଲା କଣ? ନା ଭାରତୀୟ ଜନତା ପାର୍ଟି। ଆମେ ଯଦି ପିଲାମାନେ ଦେଖିବା ବର୍ତ୍ତମାନ ଭାରତର କେନ୍ଦ୍ର ସରକାରରେ ଏହି ଦଳର ପ୍ରମୁଖ ଭୂମିକା ରହିଛି ଏବଂ ଏହାର ନିର୍ବାଚନ ସଂକେତ ହଉଛି କଣ? ନା ପଦ୍ମ ଫୁଲ। ଜାତୀୟ ଦଳ ପିଲାମାନେ ଆମର କଣ ଆସିଲା? ନା ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟି, ଯାହାକୁ ଆମେ କହୁଛେ CPIM, ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟି।
ହେଲା। ଏହି ଦଳ ହେଉଛି ଆମର କ'ଣ ନା ଭାରତର ଏକ ପ୍ରମୁଖ ବାମପନ୍ଥୀ ରାଜନୈତିକ ଦଳ ଏବଂ ଏ ସୃଷ୍ଟି କେବେ ହେଇଛି ନା 1964 ମସିହାରେ ଏହା ସୃଷ୍ଟି ହେଇଛି। ଇଏ ତୁମର କ'ଣ ନା ସିପିଆଇ ଥିଲା, ଯାହାକୁ ଆମେ କହୁଛେ କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ। ତ 1964 ମସିହାରେ କ'ଣ ହେଲା ନା ସିପିଆଇରୁ ବିଭାଜନ ହେଲା। ଦେନ୍ ଆମେ ପାଇଲେ କ'ଣ ନା ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟି, ଯୋଉଟାକି ବର୍ତ୍ତମାନ ଗୋଟେ ବାମପନ୍ଥୀ ଜାତୀୟ ରାଜନୈତିକ ଦଳ ଆମ ଭାରତର ହେଲା। ଏବଂ ଏହି ଦଳଟି ମାର୍କ୍ସବାଦ ଓ ସମାଜବାଦ ଏ ଆଦର୍ଶକୁ ସମର୍ଥନ କରିଥାଏ, ଅର୍ଥାତ୍ ଶ୍ରମିକ ଓ କୃଷକମାନଙ୍କ ଅଧିକାର ପାଇଁ ଏହି ଦଳ କାର୍ଯ୍ୟ କରିଥାଏ। ଯଦି ଆମେ ଦେଖିବା ତେବେ ପଶ୍ଚିମବଙ୍ଗ, କେରଳ ଓ ତ୍ରିପୁରାରେ ଏହି ଦଳର ପ୍ରଭାବ ଦେଖିବାକୁ ମିଳେ ଏବଂ କ'ଣ ନା ସମାନତା ଓ ସାମାଜିକ ନ୍ୟାୟକୁ ଏହି ଦଳ ଅଧିକ ମାତ୍ରାରେ ଗୁରୁତ୍ୱ ପ୍ରଦାନ କରିଥାଏ। ଏବଂ ଏହି ଦଳର ନିର୍ବାଚନ ସଂକେତ ହେଉଛି କ'ଣ ନା ଦା, ହାତୁଡ଼ି ବା ପାଞ୍ଚମୁନିଆ ତାରା। ନେକ୍ସଟ ଜାତୀୟ ରାଜନୈତିକ ଦଳ କ'ଣ ଆସିଲା ନା ବହୁଜନ ସମାଜ ପାର୍ଟି, ଯାହାକୁ ଆମେ ସର୍ଟରେ କହୁଛେ ବିଏସପି, ବହୁଜନ ସମାଜବାଦୀ ପାର୍ଟି ହେଲା। ଇଏ ବି ମଧ୍ୟ ଭାରତର ଏକ ପ୍ରମୁଖ ଜାତୀୟ ରାଜନୈତିକ ଦଳ। ଇଏ ସୃଷ୍ଟି କେବେ ହେଇଛି ନା 1984 ମସିହା ଏପ୍ରିଲ 14 ତାରିଖରେ ଶ୍ରୀ କାଂଶୀରାମଙ୍କ ଦ୍ୱାରା ଏହା ପ୍ରତିଷ୍ଠିତ ହେଇଛି ହେଲା। ପିଲାମାନେ ଆମେ ଜାଣିଛେ ଯେ ଏପ୍ରିଲ 14 ତାରିଖ ହେଉଛି ଆମର ଡକ୍ଟର ଭୀମରାଓ ଆମ୍ବେଦକରଙ୍କର ଜନ୍ମଦିନ ହେଲା। ତ ଯେହେତୁ ଡକ୍ଟର ଭୀମରାଓ ଆମ୍ବେଦକରଙ୍କର ଜନ୍ମଦିନ ଥିଲା ଏବଂ ଭୀମରାଓ ଆମ୍ବେଦକର ଦଳିତମାନଙ୍କୁ ଅଧିକ ଭଲ ପାଉଥିଲେ ବା ତାଙ୍କ ପାଇଁ କିଛି କାର୍ଯ୍ୟ କରିବାକୁ ଚାହୁଁଥିଲେ, ତେଣୁକରି ତାଙ୍କ ଜନ୍ମଦିବସରେ ଦିନ କ'ଣ ହେଲା ନା କାଂଶୀରାମଙ୍କ ନେତୃତ୍ୱରେ ଆମେ ବହୁଜନ ସମାଜବାଦୀ ପାର୍ଟିକୁ ସୃଷ୍ଟି କରିଥିଲେ। ଜାଣିଲେ କ'ଣ ନା ଏହି ଦଳଟି ଦଳିତ, ପଛୁଆ ଓ ଅବହେଳିତ ଶ୍ରେଣୀର ଲୋକମାନଙ୍କ ପାଇଁ, ଅର୍ଥାତ୍ ଅନୁସୂଚିତ ଜାତି ଏବଂ ଜନଜାତି ବା ପଛୁଆ ବର୍ଗର ବା ଅବହେଳିତ ବର୍ଗର ଲୋକମାନଙ୍କର ଅଧିକାର ପାଇଁ କାର୍ଯ୍ୟ କରିଥାଏ ଏବଂ ସାମାଜିକ ସମାନତା ଏବଂ ନ୍ୟାୟକୁ ମଧ୍ୟ ଗୁରୁତ୍ୱ ପ୍ରଦାନ କରିଥାଏ। ଯେମିତିକି ଆମେ ଜାଣିଛେ ସୁଶ୍ରୀ ମାୟାବତୀ, ଯିଏକି ଏହି ଦଳର ଜଣେ ପ୍ରମୁଖ ନେତ୍ରୀ ଅଟନ୍ତି ଏବଂ ଉତ୍ତରପ୍ରଦେଶରେ ଏହି ଦଳର ଅଧିକ ମାତ୍ରାରେ ପ୍ରଭାବ ମଧ୍ୟ ରହିଛି। ଏବଂ ଏହି ଦଳର ମୁଖ୍ୟ ଆଦର୍ଶ ହେଉଛି କ'ଣ ନା ବହୁଜନ ହିତାୟ ବହୁଜନ ସୁଖାୟ ହେଉଛି ଏହାର ମୁଖ୍ୟ ଆଦର୍ଶ ଏବଂ ଏହାର ନିର୍ବାଚନ ସଂକେତ ହେଉଛି କ'ଣ ନା ହାତୀ। ନେକ୍ସଟ ଜାତୀୟ ଦଳ କ'ଣ ନା ଆମ୍ ଆଦମୀ ପାର୍ଟି, ଯାହାକୁ ଆମେ ସର୍ଟରେ କହୁଛେ ଏଏପି, ଆମ୍ ଆଦମୀ ପାର୍ଟି। ଇଏ ବି ମଧ୍ୟ ଆମ ଭାରତର ଏକ ପ୍ରମୁଖ ଜାତୀୟ ରାଜନୈତିକ ଦଳ। ଇଏ କେବେ ସୃଷ୍ଟି ହେଲା ନା 2012 ମସିହା ନଭେମ୍ବର 26 ତାରିଖରେ ଏହି ଦଳ ପ୍ରତିଷ୍ଠିତ ହେଇଛି ହେଲା। ଏହି ଦଳ ସୃଷ୍ଟି କାହିଁକି ହେଇଥିଲା ନା ଦୁର୍ନୀତି ବିରୁଦ୍ଧରେ ଯୋଉ ସବୁ ଆନ୍ଦୋଳନ ହଉଥିଲା ହେଲା, ସେଇ ଆନ୍ଦୋଳନରୁ ଏହାର ସୃଷ୍ଟି ହେଇଥିଲା। ଆମେ ଜାଣିଛେ ଯେ ଅରବିନ୍ଦ କେଜରିୱାଲା ଏହି ଦଳର ପ୍ରମୁଖ ନେତା ଅଟନ୍ତି ଏବଂ ଏହି ଦଳ ଆମର ଶିକ୍ଷା, ସ୍ୱାସ୍ଥ୍ୟ ଓ ସୁଶାସନକୁ ଅଧିକ ମାତ୍ରାରେ ଗୁରୁତ୍ୱ ପ୍ରଦାନ କରିଥାଏ। ଯେମିତିକି ଦିଲ୍ଲୀରେ ଏବଂ ପଞ୍ଜାବରେ ଏହି ଦଳର ପ୍ରଭାବ ଦେଖିବାକୁ ମିଳିଥାଏ ଏବଂ ସାଧାରଣ ଲୋକମାନଙ୍କର ଅଧିକାର ପାଇଁ ଏହି ଦଳ କାର୍ଯ୍ୟ ମଧ୍ୟ କରିଥାଏ। ଆମେ ଜାଣିଛେ ଏହାର ନିର୍ବାଚନ ସଂକେତ ହେଉଛି କ'ଣ ନା ଝାଡୁ। ନେକ୍ସଟ ଜାତୀୟ ଦଳ ଆମର ହେଉଛି କ'ଣ ନା ନ୍ୟାସନାଲ ପିପୁଲ୍ସ ପାର୍ଟି, ଯାହାକୁ ଆମେ ସର୍ଟରେ କହୁଛେ ଏନପିପି, ନ୍ୟାସନାଲ ପିପୁଲ୍ସ ପାର୍ଟି। ଇଏ ବି ମଧ୍ୟ ଆମ ଭାରତର ଏକ ଜାତୀୟ ରାଜନୈତିକ ଦଳ। ଇଏ କେବେ ସୃଷ୍ଟି ହେଲା ନା 2013 ମସିହା ଜାନୁଆରୀ 6 ତାରିଖରେ ଏହି ଦଳ ପ୍ରତିଷ୍ଠିତ ହେଇଥିଲା। ଯଦି ଆମେ ପିଲାମାନେ ଦେଖିବା ତାହେଲେ ଆମର 2012 ମସିହାରେ ଆମର ଗୋଟେ ଦଳର ଥିଲା, ତା ନାଁ ହେଉଛି କ'ଣ ଏନସିପି ହେଲା, ଯାହାର ଜଣେ ମେମ୍ବର ଥିଲେ, ତାଙ୍କ ନାଁ ହେଉଛି କ'ଣ ନା ପିଏ ସାଙ୍ଗମା ହେଲା। କିଏ ନା ପିଏ ସାଙ୍ଗମା, ଯିଏକି କ'ଣ କଲେ ନା 2012 ଜୁଲାଇ ମାସରେ ତମର ଏନସିପି ପାର୍ଟିରୁ ବାହାରି ଆସି ବା ସେଠୁ ବହିଷ୍କୃତ ହେଇକି ନିଜେ ଏକ ଦଳ ସୃଷ୍ଟି କଲେ, ଯାହାର ନାଁ ହେଉଛି ନ୍ୟାସନାଲ ପିପୁଲ୍ସ ପାର୍ଟି। ସେଟା କେବେ ହେଲା 2013 ମସିହା ଜାନୁଆରୀ 6 ତାରିଖ ଦିନ। ଦେଖ ଏଠି ମେନସନ କରାଯାଇଛି ପିଏ ସାଙ୍ଗମା ହେଉଛନ୍ତି କ'ଣ ଏହାର ପ୍ରତିଷ୍ଠାତା ଏବଂ ଏହି ଦଳ ଉତ୍ତର ପୂର୍ବ ଭାରତର ଲୋକମାନଙ୍କର ଉନ୍ନତି ପାଇଁ ସର୍ବଦା କାର୍ଯ୍ୟ କରିଥାଏ। ଯେମିତିକି ଆମେ ଜାଣିଛେ ମେଘାଳୟରେ ଏହାର ଅଧିକ ମାତ୍ରାରେ ପ୍ରଭାବ ଦେଖିବାକୁ ମିଳେ ଏବଂ ଆଞ୍ଚଳିକ ଉନ୍ନତି, ଶିକ୍ଷା ଓ ଯୁବ ଶକ୍ତିଙ୍କୁ ମଧ୍ୟ ଦଳ ଅଧିକ ମାତ୍ରାରେ ଗୁରୁତ୍ୱ ଦେଇଥାଏ। ଯେମିତିକି କର୍ନାଡ ସାଙ୍ଗମା ଏହି ଦଳର ପ୍ରମୁଖ ନେତା ଅଟନ୍ତି ଏବଂ ତୁମର କର୍ନାଡ ସାଙ୍ଗମା ଏହି ଦଳର ନେତା ମଧ୍ୟ ଅଟନ୍ତି ଏବଂ ଏହି ଦଳରୁ ସିଏ ମୁଖ୍ୟମନ୍ତ୍ରୀ ମଧ୍ୟ। ଏହି ଦଳର ନିର୍ବାଚନ ସଂକେତ ହେଉଛି କ'ଣ ନା ପୁସ୍ତକ। ଓକେ, ତ ପିଲାମାନେ ଆଜି ଆମେ ଇଣ୍ଡିଆନ ପାର୍ଟି ସିଷ୍ଟମର ଟାଇପ୍ସ ପଢୁଥିଲେ। ତ ଟାଇପ୍ସରେ ଆମେ ଦି ପ୍ରକାର ଟାଇପ୍ସ ଅଛି, ଗୋଟେ ହେଉଛି ଆମର ଜାତୀୟ ଏବଂ ଗୋଟେ ହେଉଛି ଆମର ଆଞ୍ଚଳିକ। ତ ଆଜି ଆମେ ଜାତୀୟ ରାଜନୈତିକ ଦଳର 6 ଗୋଟି ଜାତୀୟ ରାଜନୈତିକ ଦଳକୁ ଆମେ କ'ଣ କଲେ ତାକୁ କଭର କଲେ। ତ ପିଲାମାନେ କ୍ଲାସଟି କେମିତି ଲାଗିଲା ନିହାତି କମେଣ୍ଟ ସେକ୍ସନରେ ଜଣାଇବ। ଯଦି ଆଜିର କ୍ଲାସରେ କିଛି ଡାଉଟ୍ ଅଛି ତେବେ ତମେ କମେଣ୍ଟ କରିକି ଜଣାଇଲେ ମୁଁ ନେକ୍ସଟ କ୍ଲାସରେ ତାକୁ ବୁଝେଇଦେବି। ତ ପିଲାମାନେ ରହିଲି, ଧନ୍ୟବାଦ, ଥ୍ୟାଙ୍କ ୟୁ।